ମାନେ ଆଜି ଆମେ ଦେଖିବା ଏକ ସୁନ୍ଦର ବିଷୟ। ଚାଲ ଘର କରିବା। ଏହା ଆମର ଦ୍ୱିତୀୟ ଶ୍ରେଣୀ ହସ ଖୁସି ବହିରେ ଅଛି। ତାହେଲେ ପାଠ 3 ଆମେ ପାଠ 1 ଓ 2 ତାର ଅଭ୍ୟାସ ପ୍ରଶ୍ନପତ୍ର ଏବଂ ବିଷୟକୁ ଭଲ ଭାବରେ ବୁଝି ସାରିଛେ। ତାହେଲେ ପାଠ 3 ଆସିଲା, ଚାଲ ଘର କରିବା। ବିପ୍ଳବ ଓ ପ୍ରହ୍ଲାଦ ହେଲେ ଆମର 2 ସାଙ୍ଗ, ବୁଝିଲା ପିଲାମାନେ। ବିପ୍ଳବର ବଗିଚାରେ ଦୁହେଁ ବୁଲୁଥିଲେ। ବଗିଚା କ'ଣ? ଯେଉଁ ସବୁ ଆମର ଫୁଲ ଫଳ ଗଛଲତା ସବୁ ଲାଗିଥିବ। କିଛି ଲୋକ ଗୋଟିଏ ବଡ଼ ଗଛ ତଳେ ଠିଆ ହୋଇଥିବାର ସେମାନେ ଦେଖିଲେ। ଯେ ଦେଖ ପିଲାମାନେ, ଏଇଠି କିଛି ଲୋକ ଗୋଟେ ବଡ଼ ଗଛ ତଳେ ଠିଆ ହୋଇଛନ୍ତି। ସେମାନେ ସେ ଗଛରେ ଥିବା ପକ୍ଷୀମାନଙ୍କୁ ବହୁତ ଭଲ ପାଉଥିଲେ। ଏଇ ଗଛର ପକ୍ଷୀମାନଙ୍କୁ କିଏ ଭଲ ପାଉଥିଲେ? ବିପ୍ଳବ ଓ ପ୍ରହ୍ଲାଦ 2 ସାଙ୍ଗ। ତାପରେ ବିପ୍ଳବ କହିଲା, ସେଠାରେ ଭିଡ଼ କାହିଁକି ହୋଇଛି? ପ୍ରହ୍ଲାଦ କହିଲା, ଚାଲ ସେଠାକୁ ଯାଇ ଦେଖିବା। ତାହେଲେ ଦୁହେଁ କ'ଣ କଲେ? ସେଠାକୁ ଗଲେ। ଲୁଚିକରି ସେମାନଙ୍କ କଥା ଶୁଣିଲେ। କଥା ଶୁଣି ଦୁହେଁ ଡରିଗଲେ। ତାହେଲେ କାହିଁକି ଡରିଗଲେ? କ'ଣ ହେଇଛି? ଆରେ ଏମାନେ ତ ଆମ ଗଛକୁ କାଟିଦେବେ। ବର୍ଷା ଦିନ ଆସୁଛି, ପକ୍ଷୀମାନେ କରିବେ କ'ଣ? ଘର ଭାଙ୍ଗିଯିବ। ବିଚରାମାନେ ରହିବେ କେଉଁଠି? ଶୋଇବେ କେଉଁଠି? ଛୁଆ ପାଳିବେ କେମିତି? ତାହେଲେ ବିପ୍ଳବ ଓ ପ୍ରହ୍ଲାଦ ସେ 2 ସାଙ୍ଗ ପକ୍ଷୀମାନଙ୍କୁ ବହୁତ ଭଲ ପାଉଥିଲେ ଏବଂ ପକ୍ଷୀ ସେଇ ଗଛରେ ତାଙ୍କ କୁଡ଼ିଆ କରିକି ରହୁଥିଲେ। ଯେହେତୁ ଆଗକୁ ବର୍ଷା ଦିନ ଆଉଛି, ଯଦି ଏ ଗଛଟାକୁ କାଟିଦେବେ ତାହେଲେ ଏମାନେ ରହିବେ କେଉଁଠି? ତାହେଲେ ଏସବୁ ଶୁଣି ପ୍ରହ୍ଲାଦ କହିଲା, ମୁଁ ବନ ବିଭାଗ ଅଫିସକୁ ଯାଉଛି। ସେଠି ଖବର ଦେବି। ମୁଁ ଆସିବା ଯାଏଁ ତୁ ଏମାନଙ୍କୁ ଅଟକାଇ ରଖିବୁ। ଗଛ କାଟିବାକୁ ଦବୁ ନାହିଁ। ବିପ୍ଳବର ଅକଲ ଗୁଡୁମ ହୋଇଗଲା। କରିବ କ'ଣ? କେମିତି ତାଙ୍କୁ ରଖିବ? ଗଛ ସାଙ୍ଗେ ସାଙ୍ଗେ ତ ସେ କାଟିଦେବେ। ହଠାତ୍ ତାର ମାଙ୍କଡ଼ କଥା ମନେ ପଡ଼ିଲା। ମାଙ୍କଡ଼ ପାଖକୁ, ତାର ଗୋଟେ ମାଙ୍କଡ଼ ସାଙ୍ଗ ଥିଲା। ମାଙ୍କଡ଼ ପାଖକୁ ଯାଇ ସବୁ କଥା କହିଲା। ଦୁହେଁ ସେଠାକୁ ଗଲେ। ଲୋକମାନେ ଗଛ କାଟିବାକୁ ସଜ ହଉଥିଲେ। ମାଙ୍କଡ଼ ବିପ୍ଳବକୁ ତଳେ ଛିଡ଼ା ହେବା ପାଇଁ କହିଲା। ସେ ଗଛ ଉହାଡ଼ରୁ ସେମାନଙ୍କ ଉପରକୁ ପଥର ଫୋପାଡ଼ିଲା। କିଏ? ମାଙ୍କଡ଼, ବୁଝିଲା। ଉହାଡ଼ ମାନେ ଗଛ ଉପରୁ, ବୁଝିଲା। ଗଛ ଉପରୁ ମାଙ୍କଡ଼ ଯାଇକି ସେ ଯେଉଁ ପଥର ଫୋପାଡ଼ିଲା ଲୋକମାନେ ଯିଏ ଗଛ କାଟିବାକୁ ଆସିଥିଲେ। ଏପଟେ ପ୍ରହ୍ଲାଦ ବନ ବିଭାଗ ଅଫିସରେ ପହଞ୍ଚିଲା। ସବୁ କଥା କହିଲା। ସଭିଏଁ ସଙ୍ଗେ ସଙ୍ଗେ ଆସିଲେ। ପଥର ମାଡ଼ ଖାଇ କେତେଜଣ ଘାଇଲା ହୋଇଯାଇଥିଲେ। ବନ ବିଭାଗର ଲୋକମାନଙ୍କୁ ଦେଖି ସେମାନେ ଦୌଡ଼ି ପଳାଇଲେ। ଆଉ କେତେଜଣ ଧରା ପଡ଼ିଲେ। ପ୍ରହ୍ଲାଦ, ବିପ୍ଳବ ଓ ମାଙ୍କଡ଼ର କାମ ଯୋଗୁଁ ଗଛର କିଛି କ୍ଷତି ହେଲା ନାହିଁ। ଇଏ ହେଉଛି ଆମେ ଗଛ ବଞ୍ଚେଇବାର ସବୁଠାରୁ ନିରାପଦ କ'ଣ ସୁବିଧା। ତାହେଲେ ଏଇ ବିଷୟ ତ ଆମେ ପଢ଼ିଲେ, ତାର ଅଭ୍ୟାସ ଆମେ ନେକ୍ସଟ କ୍ଲାସରେ କରିବା।